ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣ ଆପଣଙ୍କର ନିଜ ଜୀବନର ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଅପଡ଼େଟ୍ ରହିବା ପାଇଁ ଏହି ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରି ରଖନ୍ତୁ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆଜି ଆମେ ମିଥୁନ ରାଶି ବିଷୟରେ କିଛି ଜାଣିବା। ଏହି ସେପ୍ଟେମ୍ବର 2025 ପାଇଁ ମିଥୁନ ରାଶିର ଏହି ମାସଟି କିପରି ରହିବ ଆପଣମାନେ ଜାଣିପାରିବେ। ଏହି ମିଥୁନ ରାଶି ରାଶି ଚକ୍ରର ତୃତୀୟ ରାଶି ଏବଂ ଏହି ରାଶିର ଅଧିପତି ହେଉଛନ୍ତି ବୁଧ ମହାଗ୍ରହ ଏବଂ ରାହୁ ମହାଗ୍ରହ ଏବଂ ଏହି ରାଶିର ଉଚ୍ଚତମ ଗ୍ରହ ହେଉଛନ୍ତି ରାହୁ ମହାଗ୍ରହ। ଶୁକ୍ର ଗ୍ରହ ଏହି ମାସରେ ଦ୍ୱିତୀୟ ଘରେ ଗୋଚର କରିବେ। ଫଳରେ ପରିବାରରେ ଖୁସି ଆପଣଙ୍କର ଲାଗି ରହିବ। ଆପଣଙ୍କୁ ଦେଶ ବିଦେଶ ଭ୍ରମଣ କରିବାର ସୌଭାଗ୍ୟ ମିଳିପାରେ। ଯାତାୟାତରେ ଆପଣଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଆପଣଙ୍କୁ ଟିକେ ଧ୍ୟାନ ଦେବାକୁ ପଡ଼ିବ। 14 ତାରିଖ ଠାରୁ 24 ତାରିଖ ଯାଏଁ ଶୁକ୍ର ଗ୍ରହ ତୃତୀୟ ଘରେ ଗୋଚର ରହିବେ। ତେଣୁ ଆପଣଙ୍କର ଅସମ୍ଭବ କାମ ନିଶ୍ଚୟ ସମ୍ଭବ ହେବ। ଯଦି ଆପଣଙ୍କର ପୂର୍ବରୁ କିଛି କାମ ଅଟକି ରହିଛି ତାହା ନିଶ୍ଚୟ ସେସବୁ ପୂର୍ଣ୍ଣ ହୋଇଯିବ। ଶତ୍ରୁମାନେ ଯଦି ଆପଣଙ୍କର କିଛି ଲାଗି ରହିଛନ୍ତି ତାହେଲେ ଶତ୍ରୁମାନେ ଆପଣଙ୍କର ଏହି ମାସରେ ଆଶ୍ୱସ୍ତ ରହିବେ। ଶତ୍ରୁମାନଙ୍କର ରାଗ କ୍ରମଶଃ ଲୋପ ପାଇବ। ଏହି ମାସରେ ରବି ମହାଗ୍ରହ ନିଜ ଗୃହରେ ଅଛନ୍ତି। ରବି ମହାଗ୍ରହ ହେଉଛନ୍ତି ମିଥୁନ ରାଶିର ମିତ୍ର ଗ୍ରହ। ଫଳରେ ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭର ଲକ୍ଷଣ। ଖାଲି ଶୁଭ ନୁହେଁ, ଆପଣଙ୍କର ଏହି ମାସରେ ଅସମ୍ଭବ କାମ ସମ୍ଭବ ହେବ। ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ତାହା ମଧ୍ୟ ଏହି ମାସରେ ସଫଳ ହେବ। ଆପଣ ଯଦି ପୂର୍ବରୁ କିଛି ବ୍ୟବସାୟ କରୁଛନ୍ତି ତାହେଲେ ଆପଣ ଆବଶ୍ୟକତା ଠାରୁ ଅଧିକ ଲାଭବାନ ହେବେ। ଏହି ମାସରେ ଆପଣଙ୍କର ଅଚାନକ ଧନ ବୃଦ୍ଧି ହେବ। ଏହି ମାସରେ ଧନ ପ୍ରାପ୍ତିର ଯୋଗ ରହିଛି। ଲାଭ ଆପଣଙ୍କର ନିଶ୍ଚୟ ଏହି ମାସରେ ବଢ଼ିବ। ଗ୍ରାହକମାନଙ୍କର ମଧ୍ୟ ଏହି ମାସରେ ବୃଦ୍ଧି ଘଟିବ। 24 ତାରିଖ ପରେ ବୁଧ ମହାଗ୍ରହ ଚତୁର୍ଥ ଘରକୁ ଗମନ କରିବେ। ଅନ୍ୟ ଗ୍ରହମାନେ କନ୍ୟା ରାଶିକୁ ଗମନ କରିବେ। ଫଳରେ ଆପଣଙ୍କ ପରିବାରରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ ଆଉ ଆପଣଙ୍କ ଘରେ ସଦାସର୍ବଦା ହସ ଖୁସି ଲାଗି ରହିବ। କିନ୍ତୁ ଆପଣଙ୍କର ଏହି ସେପ୍ଟେମ୍ବର ମାସ 28 ତାରିଖ ପରେ ମିଥୁନ ରାଶିରେ ବୃହସ୍ପତି 28 ତାରିଖ ପରେ ବୃହସ୍ପତି ଅବସ୍ଥାନ କଲେ ବି ଏହି ବୃହସ୍ପତି ଗ୍ରହଙ୍କୁ ଜନ୍ମ ବୃହସ୍ପତି ଗ୍ରହ ବୋଲି କୁହାଯାଏ। ଜନ୍ମ ବୃହସ୍ପତି ଗ୍ରହ ଯେତେବେଳେ କୌଣସି ରାଶିରେ ରୁହନ୍ତି ତାହେଲେ ସେ ରାଶି ପାଇଁ ଟିକେ ଅଶୁଭ ସଂକେତ ମିଳିଥାଏ। ଯେପରିକି ଆପଣଙ୍କର କିଛି କିଛି ସମୟରେ ଆପଣଙ୍କୁ କୌଣସି କାମରେ କିଛି ବାଧା ଆସିବ। ଫଳରେ ବେଳେବେଳେ ଆପଣଙ୍କ ମନରେ ବହୁତ ଆଘାତ ଲାଗିବ, ମନରେ କଷ୍ଟ ହେବ। ଆପଣ ଚାହୁଁଥିବା କାମ ମଧ୍ୟ କିଛି ଅଟକି ରହିପାରେ। 28 ତାରିଖ ପରେ ମିଥୁନ ରାଶିରେ କେତୁଙ୍କର ମଧ୍ୟ ଦୃଷ୍ଟି ଗୋଚର ରହିବ। ଫଳରେ ଆପଣଙ୍କର ଦେହ ସମସ୍ୟା କିଛି ଦେଖାଦେଇପାରେ। ଯେପରି ଜ୍ୱର ହୋଇପାରେ, ଆପଣଙ୍କର କୌଣସି ଥଣ୍ଡା, ମୁଣ୍ଡବିନ୍ଧା, ଗଳାରେ ଯନ୍ତ୍ରଣା ହେବା, ପେଟ ଯନ୍ତ୍ରଣା ଭଳି ଆପଣଙ୍କର ଏହି ମାସରେ ସମସ୍ୟା ଦେଖାଦେଇପାରେ। କେତୁଙ୍କ ଦୃଷ୍ଟି ଗୋଚର ଫଳରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆପଣଙ୍କର କୌଣସି ଉନ୍ନତି ଘଟିବ ନାହିଁ। ବିଦ୍ୟା କ୍ଷେତ୍ରରେ ଏହି ମାସରେ କୌଣସି ଶୁଭଫଳ ନାହିଁ। 28 ତାରିଖ ପରେ ମଧ୍ୟ ଆପଣଙ୍କର କୌଣସି ଶୁଭଫଳ ନାହିଁ। ସେପ୍ଟେମ୍ବର 28 ତାରିଖ ପରେ ଆପଣ ଟିକେ ସାବଧାନ ରହିବେ। ଆଉ ଆର ମାସର ରାଶିଫଳ ମୁଁ ନିଶ୍ଚୟ ନେଇ ଆସିବି। ଆପଣ ଅପେକ୍ଷା କରି ରହିବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମାରିଦେବେ। ମୁଁ ନିଶ୍ଚୟ ଆପଣଙ୍କର 28 ତାରିଖ ପରର ରାଶିଫଳ ନେଇ ଆସିବି ଅକ୍ଟୋବର ମାସର। ମୁଁ ଏତିକି କହି ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ।